ପ୍ରବଳ ବର୍ଷାକୁ ଦେଖି ଓଡ଼ିଶାର କିଛି ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ତ ପ୍ରକାର ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି 2 ଦିନ ପାଇଁ। କେଉଁ କେଉଁ ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି ଏବଂ କେଉଁ ତାରିଖକୁ ଘୋଷଣା କରାଯାଇଛି ଛୁଟି ବୋଲି, ତ ଆସନ୍ତୁ ସେ ବିଷୟରେ ଡିଟେଲ୍ସ ଏହି ଭିଡ଼ିଓରେ ଜାଣିନେବା। ନମସ୍କାର, ମୁଁ DKD। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ DKD ଅଲୱେଜ୍ आपके साथ। ଏହି ଚ୍ୟାନେଲରେ ଆପଣମାନେ ଏହି ପ୍ରକାର କଣ୍ଟେଣ୍ଟ ସଦାବେଳେ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚିତ ଭାବରେ ଚିପିବେ। ତ ଆସନ୍ତୁ ବର୍ତ୍ତମାନ ଜାଣିବା କେଉଁ କେଉଁ ଜିଲ୍ଲାରେ ସବୁ ଛୁଟି ଘୋଷଣା କରାଯାଇଛି। ତ ଆସନ୍ତୁ ମୁଁ ଗୋଟିଏ ଚିଠି ଦେଖାଉଛି। ଏହା ହେଉଛି ଆମ ବାଲେଶ୍ୱର ଜିଲ୍ଲାର ଡିଷ୍ଟ୍ରିକ୍ଟ ଅଫିସ୍ ବାଲେଶ୍ୱର ଏଜୁକେସନ୍ ସେକ୍ସନ୍ ଅଫିସ୍ ଅର୍ଡ଼ର ନମ୍ବର 9740 ଏବଂ ଡେଟ୍ ରହିଛି 28/7/2024 ଅର୍ଥାତ୍ ଆଜି ଏ ଚିଠିଟି ହେଇଛି। ଇନ୍ ଭ୍ୟୁ ଅଫ୍ ଦ incessant heavy rainfall and prevailing adverse weather condition across the district and taking into account safety of the students of educational institution elementary, secondary and higher secondary ତାପରେ ରହିଛି ଦେଖନ୍ତୁ ଗଭର୍ଣ୍ଣମେଣ୍ଟ ଏଡେଡ୍ ଏବଂ ଆପଣଙ୍କର ପ୍ରାଇଭେଟ୍ ଇନକ୍ଲୁଡ଼ିଂ KV, JNV, OAV ଅଫ୍ ବାଲେଶ୍ୱର ଡିଷ୍ଟ୍ରିକ୍ଟ ଆର୍ ହିୟର୍ ବାଇ ସସ୍ପେଣ୍ଡେଡ଼ ଫ୍ରମ୍ ଡେଟ୍ ରହିଛି ଦେଖନ୍ତୁ 28/7/2024 ଟୁ 29/7/2024। ଦିସ୍ ଅର୍ଡ଼ର ସେଲ୍ କମ୍ ଇନ୍ଟୁ ଫୋର୍ସ ୱିଥ୍ ଇମିଡ଼ିଏଟ୍ ଇଫେକ୍ଟ। ତଳକୁ ରହିଛି ଦେଖନ୍ତୁ ଏନି ଭାয়োଲେସନ୍ ଅଫ୍ ଦିସ୍ ଅର୍ଡ଼ର ୱିଲ୍ ବି ଭିଉଡ୍ ସିରିୟସଲି and action will be taken as per। ତ ଇଏ ହେଉଛି ଆମ ବାଲେଶ୍ୱର ଜିଲ୍ଲାର ଚିଠି। ବାଲେଶ୍ୱର ଜିଲ୍ଲାର ଏଜୁକେସନ୍ ଅଫିସରୁ ଚିଠି ଆସିଛି ଯେ ହେଭି ରେନଫଲ୍ ପାଇଁ 2 ଦିନ ସମସ୍ତ ପ୍ରକାର ବିଦ୍ୟାଳୟ ଏଲିମେଣ୍ଟାରୀ ହେଇଥାଉ, ସେକେଣ୍ଡାରୀ ବା ହାୟର ସେକେଣ୍ଡାରୀ, ସେ ପୁଣି ଗଭର୍ଣ୍ଣମେଣ୍ଟ ହେଇଥାଉ ବା ଏଡେଡ୍ ହେଇଥାଉ, ଆପଣଙ୍କର ପ୍ରାଇଭେଟ୍ ହେଇଥାଉ, ତ KV, JNV, OAV, ତ ଇଏ ସବୁଗୁଡ଼ିକ ଅର୍ଥାତ୍ ବାଲେଶ୍ୱର ଜିଲ୍ଲାର ସବୁ ପ୍ରକାରର ବିଦ୍ୟାଳୟକୁ 2 ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ଡେଟ୍ ରହିଛି 28/7/2024 ଏବଂ 29/7/2024 ଅର୍ଥାତ୍ ଆଜି ଏବଂ ଆସନ୍ତାକାଲି ଏହି 2 ଦିନକୁ ଛୁଟି ଘୋଷଣା କରାଯାଇଛି। ପ୍ରଥମେ ତ ସକାଳୁ ସକାଳୁ ଖବର ଆସିଥିଲା ଯେଉଁ 3ଟି ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି ଗୋଟିଏ ଦିନ ପାଇଁ। ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ କେବଳ 28 ତାରିଖ ପାଇଁ ଛୁଟି ଥିଲା, କିନ୍ତୁ ବର୍ତ୍ତମାନ ଚିଠି ଆସି ପହଞ୍ଚିଛି ଯେ ବାଲେଶ୍ୱର ଜିଲ୍ଲାରେ 2 ଦିନ ସ୍କୁଲ ବନ୍ଦ ରହିବ 28 ତାରିଖ ଏବଂ 29 ତାରିଖ। ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଚିଠି ଆସିନାହିଁ। ଯଦି ଚିଠି ଆସେ ତେବେ ନିଶ୍ଚିତ ଭାବରେ ଆପଣମାନଙ୍କୁ ଜଣାଯିବ। ତ ବର୍ତ୍ତମାନ ପାଇଁ ଏତିକି ଖବର ଯେ ବାଲେଶ୍ୱର ଜିଲ୍ଲାରେ 28 ତାରିଖ ଏବଂ 29 ତାରିଖ 2 ଦିନ ପାଇଁ ବିଦ୍ୟାଳୟ ବନ୍ଦ ରହୁଛି ହେଭି ରେନଫଲ୍ ପାଇଁ। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଏହାକୁ ଲାଇକ୍ କରିବେ ଏବଂ ସମସ୍ତଙ୍କ ଖବର ପାଇଁ ଏହାକୁ ସେୟାର ମଧ୍ୟ କରିବେ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।